ଭାରତରୁ ଜଣେ ସନ୍ନ୍ୟାସୀ ଆଣିବ ଗୀତା ବହି ଆଣିବ। ଗୀତା ବହି ତ ବଜାରରେ ମିଳୁଛି, ନେଇଗଲେ। ଜଣେ ଗୁରୁ କୋଉଠି ପାଇବେ? ଲୋକ କହିଲେ ନଦୀ କୂଳରେ ଜଣେ ଦାର୍ଶନିକ ବୁଲୁଛି, ବଢ ବୁଲୁଛି, ବହୁ ଲୋକଙ୍କୁ ପାଠ ପଢିଛନ୍ତି, ବହୁ ଲୋକଙ୍କୁ କରିଛନ୍ତି। ଗଲେ ପଚାରିଲେ, କହିଲେ ବିଶ୍ୱବିଜୟୀ ସମ୍ରାଟ ସିକନ୍ଦର କହିଛନ୍ତି ଆପଣ ଯିବେ। ବିଶ୍ୱବିଜୟୀ ମାନେ କିଏ? ଗୁରୁ କହୁଛନ୍ତି। ତମ ବିଶ୍ୱବିଜୟୀ ରଖ, ବିଶ୍ୱବିଜୟୀ ତମେ ଦି ଯୁଗ ବିଜୟ କରନି, ବିଶ୍ୱବିଜୟୀ। ଏମିତି ଅଡୁଆ ମଡା କଥା ହେଉଥିଲେ। କହିଲା ସେ କର୍ମଚାରୀ କହିଲେ ରାଜାକୁ କହିଲେ, ଆଜ୍ଞା ସିଏ ଲୋକ ଆସିବା ଲୋକ ନା, ଆପଣ ଗଲେ କଣ ହବ? ଏ ଯାଇ ପହଞ୍ଚିଲେ, କହିଲେ ମୁଁ ବିଶ୍ୱବିଜୟୀ ସିକନ୍ଦର କହୁଛି। ତମେ ବିଶ୍ୱବିଜୟୀ, ତମକୁ ଲଜ୍ଜା ଲାଗୁନି? ମୋର ଯିବେ ଚାକର ଦିଟା ଅଛନ୍ତି, ତମକୁ ସେ ଶାସନ କରୁଛନ୍ତି, ତମକୁ କହୁଛ ବିଶ୍ୱବିଜୟୀ। କହିଲା କଣ କହିଲେ? ଆପଣ ମତେ ଜାଣିନାହାନ୍ତି? ଆପଣଙ୍କୁ ଚାହିଁଲେ ହତ୍ୟା କରିଦେବେ। କହିଲା କି ହତ୍ୟା କରିବେ? ମତେ କଣ ହତ୍ୟା କରିବି? ମୋ ଶରୀରଟାକୁ ମାରିବ ନା ମତେ କଣ ମାରିବ? ପାଗଳା ଭଳିଆ କଣ କଥାବାର୍ତ୍ତା କହୁଛି? କହିଲା ମୋ ଶରୀରଟାକୁ ମାରିବ ମତେ କଣ ମାରିବ? ମୁଁ ବା ଆତ୍ମା, ମୋର କେବେ ଅଜର ଅମର, ମୋର କେବେ ମରେ ନାହିଁ କି ବଞ୍ଚେ ନାହିଁ। ସେ ଜ୍ଞାନ ସିନା ତାଙ୍କର ଥିଲେ। କହିଲେ କଣ କହିଲେ? ଆପଣଙ୍କ ଦିଟା ଚାକର ମତେ ଶାସନ କରୁଛନ୍ତି। କହିଲା ମୋ ଦିଟା ଚାକର, ଗୋଟେ ହଉଛି ଲୋଭ, ଗୋଟେ ହଉଛି ମୋହ, କାମନା ବାସନା, ଦିଟା ମୋର ଚାକର। ମୋର ତାର କିଛି ଆବଶ୍ୟକତା ନାହିଁ। ମୋର ନଈ ବନ୍ଧରେ ଶୋଉଛି, ଖଣ୍ଡେ କୋଉ ପିଣି ପିନ୍ଧିଛି, ଆଉ ଖଣ୍ଡେ କୋଉ ପିଣି ଶୁଖେଇଛି। ଯିଏ ଦେଲା ଖାଉଛି, ନଦେଲେ ନାହିଁ, ବସି ଈଶ୍ୱର ଧ୍ୟାନ କରୁଛି ବସିକି। କହିଲା ସେଇ ଦିଟା ବା ତମକୁ ଶାସନ କରୁଛନ୍ତି ବୋଲି ଗୋଟେ ରାଜ୍ୟ ପରେ ଗୋଟେ ରାଜ୍ୟ, ଆଉ ଗୋଟେ ରାଜ୍ୟ ପରେ ଆଉ ଗୋଟେ ରାଜ୍ୟ, ଆଉ ଗୋଟେ ରାଜ୍ୟ ପରେ ରାଜ୍ୟ ରାଜ୍ୟ ଜୟ ଜୟ କରି ଯାଉଛ।